26 ମେରେ ମାଟ୍ରିକ ଏବଂ ଯୁକ୍ତ 2ର ଫଳ ପ୍ରକାଶ ପାଇବ। ଆଗରୁ ଆମେ ଜାଣିଛେ CBSEର ରେଜଲ୍ଟ ବାହାରିଛି। କେବଳ ଓଡ଼ିଶା ବୋର୍ଡ଼ର ଯେଉଁ ପରୀକ୍ଷା ଦେଇଥିଲେ 10ମ ପରୀକ୍ଷା ତାର ରେଜଲ୍ଟ ଆସିବ 26 ତାରିଖରେ ଏବଂ ସେଇଦିନ ମଧ୍ୟ ମାଟ୍ରିକ ସାର୍ଟିଫିକେଟ୍ ଆପଣ ୱେବସାଇଟ୍ରୁ ଡାଉନଲୋଡ଼୍ କରିପାରିବେ। ଏବଂ 26 ତାରିଖ ଅପରାହ୍ନରେ ଏକା ସାଙ୍ଗରେ ଯୁକ୍ତ 2 କଳା, ବାଣିଜ୍ୟ, ବିଜ୍ଞାନ, +2ର ଆର୍ଟ୍ସ, ସାଇନ୍ସ ଏବଂ କମର୍ସର ଫଳ ପ୍ରକାଶ ପାଇବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ସୂଚନା ଦେଇଛନ୍ତି। ଚବିଶ ତାରିଖରେ ବୋର୍ଡ଼ ତାର ୱେବସାଇଟ୍ରେ ସୂଚନା ଦେବ ଯେ କେବେ ରେଜଲ୍ଟ ବାହାରିବ, କିନ୍ତୁ ଯାହା ସୂଚନା ଅଛି 26 ତାରିଖରେ 10ମର ରେଜଲ୍ଟ ବାହାରିପାରେ। ଏବଂ ବୋର୍ଡ଼ ପରୀକ୍ଷାର ରେଜଲ୍ଟ ବାହାରିବା ମାତ୍ରେ ଅନଲାଇନରେ ଆପଣ ସାର୍ଟିଫିକେଟ୍ ପାଇବାର ବ୍ୟବସ୍ଥା କରାଯାଇଛି ଏଥରକ ପ୍ରଥମ ଥର।